ସାଙ୍ଗମାନେ ଆଜିକା ସମୟରେ କାହା ପାଖରେ ଅଧିକ ଟଙ୍କା ତ କିଏ ଦରିଦ୍ର, କିଏ ଗରିବ, ସମସ୍ତେ ଚାହିଁଥାନ୍ତି ତାଙ୍କ ଜୀବନରେ ସେମାନେ କିଛି ରୋଜଗାର କରନ୍ତୁ, ସେମାନେ ଭଲରେ ଜୀବନଯାପନ କରନ୍ତୁ। ହେଲେ ସେମାନଙ୍କ ଦ୍ୱାରା ସେ କଥାଟି ସମ୍ଭବ ହୋଇପାରିନଥାଏ। କାରଣ ଭଗବାନ ଚାହିଁନଥାନ୍ତି କି ସମସ୍ତେ ଏ ଦୁନିଆରେ କୋଟିପତି ହୋଇଯାଆନ୍ତୁ, ସମସ୍ତେ ଭଲରେ ଚଳନ୍ତୁ। ଭଗବାନ ସେଇ ଲୋକକୁ ଭଲରେ ଚଳିବାକୁ ଦେଇଥାନ୍ତି ଯାହାର କର୍ମ ଠିକ୍ ଥାଏ, ଯିଏ ଲୋକମାନଙ୍କୁ ସମ୍ମାନ ଦେଇଥାଏ, ଯିଏ ଗରିବମାନଙ୍କୁ ସମ୍ମାନ ଦେଇଥାଏ, ତାକୁ ହିଁ ଭଗବାନ କୃପା କରିଥାନ୍ତି, ତାର ହିଁ ପ୍ରତ୍ୟେକ କର୍ମ ସଫଳତା ହୋଇଥାଏ। ତ ଆଜି ଆମେ ଜାଣିବା ମଙ୍ଗଳବାରରେ ଏହି ଉପାୟ କଲେ ଦାରିଦ୍ରତା ହୋଇଥାଏ ଦୂର। ଆପଣମାନେ 11 ଟଙ୍କା ଦାନ କରି ହୋଇପାରିବେ କୋଟିପତି। ଶୁଣିଲା ପରେ ଆପଣମାନଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ, ସତରେ କ'ଣ 11 ଟଙ୍କା ଦାନ କରି ମୁଁ କୋଟିପତି ହୋଇପାରିବି? ହଁ ଆଜ୍ଞା, ଯଦି ତୁମେମାନେ ଦରିଦ୍ର ଅଛ, ତୁମ ପାଖରେ ଟଙ୍କା ନାହିଁ, ତୁମ ପାଖରେ କିଛି ବି ନାହିଁ, ତାହେଲେ ତୁମେ କିଛି ଦାନ ଧର୍ମ କରି ନିଜକୁ ବଦଳେଇ ପାରିବ, ନିଜ ଭାଗ୍ୟକୁ ବଦଳେଇ ପାରିବ। ସାଙ୍ଗମାନେ, ମୁଁ ବିଶ୍ୱଜିତ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓରେ। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ, ଲାଇକ୍ଟିଏ ନିଶ୍ଚିନ୍ତ ଭାବରେ କରିଦେବେ। ତ ଚାଲନ୍ତୁ ସାଙ୍ଗମାନେ, ଆଜିର ଭିଡ଼ିଓଟି ଆରମ୍ଭ କରିବା। ମହାବଳୀ ହନୁମାନଙ୍କ ପୂଜା ଅର୍ଚ୍ଚନା ପାଇଁ ମଙ୍ଗଳବାର ଉତ୍ତମ ବୋଲି ମାନନ୍ତି। ମହାବଳୀ ହନୁମାନଙ୍କ ଉପରେ ଭଗବାନ ରାମଙ୍କ ଓ ମାତା ସୀତାଙ୍କ ଅତିରିକ୍ତ ସବୁ ଦେବାଦେବୀଙ୍କ ଓ ସବୁ ଗ୍ରହଙ୍କ କୃପା ଦୃଷ୍ଟି ରହିଅଛି। ହନୁମାନ ଗଣେଶଙ୍କ ଓ ଧନଦେବୀ ମାତା ଲକ୍ଷ୍ମୀଙ୍କ ଅତି ପ୍ରିୟ ଅଟନ୍ତି। ଏଥିପାଇଁ ଆପଣ ଯଦି ମଙ୍ଗଳବାର ଦିନ କିଛି ଉପାୟ କରୁଛନ୍ତି, ଏହାଦ୍ୱାରା ହନୁମାନଙ୍କ ସହିତ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବା ସହିତ ମହାବଳୀ ହନୁମାନ ପ୍ରସନ୍ନ ହୋଇଥାନ୍ତି। ଆପଣଙ୍କର ଧନ ସହିତ ଜଡ଼ିତ ଅସୁବିଧା ଦୂର ହୋଇଥାଏ। ଯଦି ଆପଣ ଏହି ଦିନରେ କିଛି ବିଶେଷ ଉପାୟ କରନ୍ତି, ତାହେଲେ ଏହା ବହୁତ ଲାଭକାରୀ ହୋଇଥାଏ। ଆଜି ମୁଁ ଆପଣଙ୍କୁ ମଙ୍ଗଳବାରର 11 ଟଙ୍କାର ସରଳ ଉପାୟ କହିବାକୁ ଯାଉଛି, ଯାହାଦ୍ୱାରା ଆପଣଙ୍କ ନିର୍ଧନତା ଦୂର ହୋଇଥାଏ। ସାଙ୍ଗମାନେ, ମଙ୍ଗଳବାର ଦିନ ଏହି ପ୍ରକାରର 11 ଟଙ୍କାର କରନ୍ତୁ ଉପାୟ। ଯଦି ଆପଣ ମଙ୍ଗଳବାର ଏହି ଉପାୟ କରୁଛନ୍ତି, ସର୍ବପ୍ରଥମେ ପ୍ରାତଃକାଳରେ ଆପଣଙ୍କୁ ବ୍ରହ୍ମ ମୁହୂର୍ତ୍ତରେ ଉଠିବାକୁ ପଡ଼ିବ। ଏହାପରେ ଆପଣ ସବୁ କାମକୁ ଛାଡ଼ି ପ୍ରଥମେ ସ୍ନାନ କରିନେବା ଉଚିତ। ସ୍ନାନ କରିସାରିବା ପରେ ଆପଣ ପୂଜା ସ୍ଥଳକୁ ଯାଇ ଏବଂ ଧନଲକ୍ଷ୍ମୀ ମାତା ଲକ୍ଷ୍ମୀଙ୍କ ସହିତ ପ୍ରଭୁ ଗଣେଶଙ୍କ ଓ ମହାବଳୀ ହନୁମାନଙ୍କ ପ୍ରତିମା ରଖି ପୂଜା କରନ୍ତୁ। ଏହାପରେ ଆପଣଙ୍କୁ ଗୋଟେ ଦୀପ ଜାଳି 11 ଟଙ୍କା ମାତା ଲକ୍ଷ୍ମୀଙ୍କ ଚରଣରେ ରଖିଦିଅନ୍ତୁ। ଆପଣଙ୍କୁ ଧ୍ୟାନ ଦେବାକୁ ହେବ ଯେ ଆପଣ ଯେଉଁ 11 ଟଙ୍କା ରଖିଛନ୍ତି, ସେଗୁଡ଼ିକ ସବୁ କଏନ୍ ହେବା ଦରକାର। ଆପଣ କେବେ ବି ନୋଟ୍ ରଖିବେ ନାହିଁ। ଆପଣ କଏନ୍ ଯେକୌଣସି ସଂଖ୍ୟାର ରଖିପାରିବେ। ଏହାକୁ ରଖିବା ପରେ ଆପଣ ଆପଣଙ୍କ ମନସ୍କାମନା ମନେ ମନେ କହିବା ଦରକାର। ଆପଣଙ୍କ ମନସ୍କାମନାକୁ 7 ଥର କୁହନ୍ତୁ। ସାଙ୍ଗମାନେ, ଆପଣମାନେ ଯଦି ଏହି କୃପା ଲାଭ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ନା, ସକାଳୁ ସକାଳୁ ଭୋରୁ ଭୋରୁ ସୂର୍ଯ୍ୟ ଉଦୟ ପୂର୍ବରୁ ଆପଣଙ୍କୁ ଉଠିବାକୁ ପଡ଼ିବ। ଉଠିକିରି ସର୍ବପ୍ରଥମେ ସ୍ନାନ କରିବେ। ସ୍ନାନ କରିସାରିଲା ପରେ ଆପଣମାନେ କ'ଣ କରିବେ, 11 ଟଙ୍କା କଏନ୍ ନେବେ। 11 ଟଙ୍କା ମାନେ ଆପଣଙ୍କୁ କୌଣସି କାଗଜର ନୋଟ୍ ନେବାର ନାହିଁ। ଯାହା ବି ଆପଣମାନେ 11 ଟଙ୍କା ନେବେ, ସେ ଟଙ୍କିକିଆ ହୋଇଥିଲେ ଚଳିବ, 2 ଟଙ୍କିଆ ହୋଇଥିଲେ ଚଳିବ, 5 ଟଙ୍କିଆ ହୋଇଥିଲେ ମଧ୍ୟ ଚଳିବ। ହେଲେ କେବେ ବି ହେଲେ କାଗଜର ନୋଟ୍ ନିଅନ୍ତୁ ନାହିଁ। 11 ଟଙ୍କାକୁ ଦରିଦ୍ରଙ୍କ ମଧ୍ୟରେ ଦାନ କରନ୍ତୁ। ଆପଣଙ୍କ ପୂଜା ସରିବା ପରେ ସେହି 11 ଟଙ୍କା କଏନ୍କୁ ଆପଣ ଛୋଟ ପିଲାଙ୍କୁ କିମ୍ବା ଦରିଦ୍ର ଲୋକଙ୍କ ମଧ୍ୟରେ ଦାନ କରିଦିଅନ୍ତୁ। ପୁରାଣ ଶାସ୍ତ୍ରରେ ଦାନ କରିବା ଦ୍ୱାରା ସବୁ ଦେବାଦେବୀ ଖୁସି ହୁଅନ୍ତି। ଏହି ଉପାୟକୁ କରିବା ଦ୍ୱାରା
ଆପଣଙ୍କ ଦରିଦ୍ରତା ଦୂର ହୋଇଥାଏ। ଏହା ସହିତ ଧନ ପ୍ରାପ୍ତି ହେବାର ଲାଗିଥାଏ। ସାଙ୍ଗମାନେ, ଯେତେବେଳେ ଆପଣଙ୍କର ପୂଜା ସରିଯାଉଛି, ଯେଉଁ 11 ଟଙ୍କା ଆପଣମାନେ ରଖି ପୂଜା କରିଥିଲେ, ସେଇ 11 ଟଙ୍କାକୁ ଆଣି ଆପଣମାନେ କୌଣସି ଛୋଟ ଛୁଆଙ୍କୁ ହୁଅନ୍ତୁ ନହେଲେ କୌଣସି ଦରିଦ୍ର ଲୋକଙ୍କୁ ଆପଣମାନେ ଦାନ କରିପାରିବେ। ଆଉ ଯେବେ ଆପଣମାନେ ଦାନ କରୁଛନ୍ତି ସେତେବେଳେ ଭଲ ମନରେ ଦାନ କରନ୍ତୁ। ମନରେ କୌଣସି ବି କଥା ରଖନ୍ତୁ ନାହିଁ, ମନରେ କୌଣସି ବି ଗର୍ବ କରନ୍ତୁ ନାହିଁ କି ଆପଣମାନେ କିଛି ବି ଦେଉଛନ୍ତି ବୋଲି। ଯଦି ଆପଣମାନେ ମନରେ ଗର୍ବ ରଖିକିରି ଦାନ କରିବେ ତାହେଲେ ଆପଣଙ୍କର ସେ କେବେ ବି ହେଲେ ଫଳପ୍ରଦ ହେବ ନାହିଁ। ତ ସେଥିପାଇଁ ମନରେ ଗର୍ବ ରଖିକିରି ଦାନ କରିବେ ନାହିଁ ଯେତେବେଳେ ବି ଯାହାକୁ ଦାନ କରୁଛନ୍ତି। ସାଙ୍ଗମାନେ, କ'ଣ ସାବଧାନତା ଆମେ ଅବଲମ୍ବନ କରିବା? ଯଦି ଆପଣ ଏହି ଉପାୟ କରୁଛନ୍ତି ତାହେଲେ ଆପଣଙ୍କୁ ଏହାକୁ ଧ୍ୟାନ ରଖିବାକୁ ହେବ ଯେ ଆପଣ ଆପଣଙ୍କ ମନରେ କାହାରିକି ଅସୁବିଧା ପହଞ୍ଚାଇବା ସ୍ୱାର୍ଥ ରଖନ୍ତୁ ନାହିଁ। ଏହି ଉପାୟକୁ ନିଜ ପାଇଁ ଓ ନିଜ ପରିବାର ପାଇଁ ବ୍ୟବହାର କରନ୍ତୁ। ଆପଣଙ୍କ ଏହି ଦାନରେ ମାତା ଲକ୍ଷ୍ମୀଙ୍କ ଆହ୍ୱାନ କରନ୍ତୁ। ଏଥିପାଇଁ ଆପଣ ନିଜ ମନରୁ ସ୍ୱାର୍ଥକୁ ବାହାର କରିଦିଅନ୍ତୁ। ଯଦି ନିଃସ୍ୱାର୍ଥ ମନରେ ଆପଣ ଏହି ପୂଜାକୁ କରିବେ ତାହେଲେ ଏହାଦ୍ୱାରା ହନୁମାନଙ୍କ ସହିତ ଧନର ଦେବୀ ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ସର୍ବଦା ରହିବ। ସାଙ୍ଗମାନେ, ଯେତେବେଳେ ଆପଣମାନେ କିଛି ଦାନ କରୁଛନ୍ତି କି କୌଣସି ବି ଆପଣମାନେ କାମ କରିଥାନ୍ତି, ସେତେବେଳେ ଆପଣଙ୍କର ମନରେ ସବୁବେଳ ପାଇଁ ଗର୍ବ ରହିଥାଏ, ଅହଙ୍କାର ରହିଥାଏ। ଆପଣମାନେ କିଛି ବି ଦାନ କରିଥାନ୍ତି, ଆପଣମାନେ ସେ କଥାକୁ ନେଇ କାହା ଆଗରେ ଗପିଥାନ୍ତି ନହେଲେ ମନରେ ଗର୍ବ କରିଥାନ୍ତି। ମୁଁ ଆପଣମାନଙ୍କୁ ଜଣାଇ ଦେବାକୁ ଚାହୁଁଛି, ଯଦି ଆପଣମାନେ କୌଣସି ବି ଗୋଟେ କାମ କରିବାକୁ ଚାହୁଁଛନ୍ତି, ସେ ଯଦି ଶୁଭ କାମ ହୋଇଛି ତାହେଲେ ଆପଣମାନେ କେବେ ବି ହେଲେ ସେ କଥାଟିକୁ କାହା ଆଗରେ ଗର୍ବରେ କୁହନ୍ତୁ ନାହିଁ କି କାହା ଆଗରେ ଜଣେଇ ହୁଅନ୍ତୁ ନାହିଁ କି ମୁଁ ଏ କାମଟା କରିଦେଇଛି କି ମୁଁ ଏ କାମରେ ସଫଳତା ହାସଲ କରିଛି। କାରଣ ଯଦି ଆପଣମାନେ କାହା ଆଗରେ ଗର୍ବ ଦେଖେଇ କଥାବାର୍ତ୍ତା କରୁଛନ୍ତି ତାହେଲେ ଭଗବାନ କେବେ ବି ହେଲେ ଗର୍ବ ସହନ୍ତି ନାହିଁ। ତ ସେଥିପାଇଁ ଜୀବନରେ କେବେ ବି ହେଲେ କୌଣସି ବି କାମ କର, ହେଲେ କେବେ ବି ହେଲେ ଗର୍ବ ମନରେ କରିବ ନାହିଁ। କାରଣ ଗୋଟେ ମଣିଷ ତା ନିଜ ଗର୍ବ ପାଇଁ ହିଁ ସେ ଦରିଦ୍ର ହୋଇଥାଏ। ଯଦି ଆପଣମାନେ ଚାହୁଁଥିବେ ଦରିଦ୍ର ହେବା ପାଇଁ ତାହେଲେ ଆପଣମାନେ ଗର୍ବ କରିପାରିବେ। ଆଉ ଯଦି ଚାହୁଁଛନ୍ତି ଜୀବନରେ କିଛି କରିବା ପାଇଁ ତାହେଲେ ଜୀବନରେ କେବେ ବି ହେଲେ ଗର୍ବ କରନ୍ତୁ ନାହିଁ। ଧନ୍ୟବାଦ ସାଙ୍ଗମାନେ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆଶା କରିବି ମୋର এই ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ମୋର এই ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ଟେ କରିଦେବେ, ସାଙ୍ଗମାନଙ୍କ ମଧ୍ୟରେ ସେୟାର ନିଶ୍ଚିତ ଭାବରେ କରିଦେବେ। ଚ୍ୟାନେଲରେ ପ୍ରଥମ ଥର ପାଇଁ ହୋଇଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ମଧ୍ୟ କରିଦେବେ। ଧନ୍ୟବାଦ ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ମା ଶାରଳା, ଜୟ ଶ୍ରୀକୃଷ୍ଣ।